वेलकम टू माय न्यू ब्लॉग। सकाळु सकाळु माँ मु आउ कालु मिसिकी सब बाहरी पड़छु बोईत भसाणी पाई। जेहेतु आज होची कार्तिक पूर्णिमा, मैरिज पर एटा होची मोर फर्स्ट कार्तिक पूर्णिमा, सेति पाई मु बहुत एक्साइटेड। आमे जाउछु साही भितरे थिबा गोटे नदीटे जोटा कि टिके दूर बाटरे अछि। मु भी फर्स्ट टाइम जाउची नदी को, सेति पाई जाननी नदीटा केते दूर रे अछि बोली। तापरे माँ कहले आगु गला परे रास्ता टिके बहुत खराब अछि बोली। ସେଇଥିପାଇଁ ମୁଁ ପଥର ଗୁଡାକ ଦେଖି ଦେଖି ବହୁତ ଧୀରେ ଧୀରେ ଯାଉଛି। ଲୋକ ସବୁ ରାତି 3ଟା 4ଟାରୁ ଉଠିକି ସବୁ ତାଙ୍କ କାମ କରିକି ସବୁ ପଳେଇ ସାରିଲେଣି, କିନ୍ତୁ ମୋ ପାଇଁ ବୋଲି ମାଙ୍କର ମଧ୍ୟ ଲେଟ୍ ହେଇଗଲେ ମତେ ୱେଟ୍ କରିକି। ଏଇଠି ଆମେ ଫାଇନାଲି ନଦୀରେ ପହଞ୍ଚି ଗଲୁ। ସେ ସକାଳୁ ସକାଳୁ ନଦୀର ପାଣି ସାଉଣ୍ଡଟା ଶୁଣିକି ବହୁତ ହି ଖୁସି ଲାଗିଲା। ମା ଘରର ପ୍ରତିଟି ମେମ୍ବରଙ୍କ ପାଇଁ ଡଙ୍ଗା କରିଦେଇଛନ୍ତି। ଯେହେତୁ ସମସ୍ତେ ଘରେ ନଥାଇକି ବାହାରେ ପଢାପଢି କରୁଛନ୍ତି, ସେଇଥିପାଇଁ ସେମାନେ ତ ଆସିପାରିବେନି, ବଟ୍ ତାଙ୍କ ନାଁରେ ସମସ୍ତଙ୍କ ପାଇଁ ଡଙ୍ଗା ଗୁଡାକ ଭସା ହଉଛି। ଏଇଠି ମା ସମସ୍ତଙ୍କ ପାଇଁ ରେଡି କରିଦଉଛନ୍ତି ଭସେଇବା ପାଇଁ। ଆଉ ମା ମତେ କହୁଛନ୍ତି ଯେ ନା ତୁ ଆଗ ଭସା, ତାପରେ ଆମେ ସବୁ ଭସେଇବୁ ବୋଲି। ଏଇଠି ମୁଁ କ୍ଲୋଜଅପ୍ ଲୁକଟା ଦେଖି ଦଉଛି ମା କେମିତି ବନେଇଛନ୍ତି ବୋଲି। ବହୁତ ବଢିଆ ବନେଇଛନ୍ତି ନା। ତାପରେ ମୁଁ ରେଡି ହେଇଗଲି ଭସେଇବା ପାଇଁ। ଓଳୁ ଓଳୁ କରିବ। ତ ମତେ ଏଇଠି କୁହାହେଲା ଯେ ନା ଆଉ ଗୋଟେ ଭସେଇବା ପାଇଁ। ତ ମୁଁ କହିଲି ହଉ ଠିକ ଅଛି, ମୁଁ 2ଟା ହିଁ ଭସେଇବି, ଆଉ ବାକି ସବୁ ତମମାନେ ଭସେଇ ଦିଅ କହିକି। ଆଉ ମୋ ଡଙ୍ଗା ଗୁଡାକ ବହୁତ ଦୂର ଯାଇ ଗଲେ। ଆଉ ହେଇଠି ପଳେଇ ଆସିଲା କାଳୁର ଟର୍ନ। ସିଏ ବି ଏବେ କରିବା ପାଇଁ ରେଡି ହେଇଯାଉଛନ୍ତି। ଆଉ ମୁଁ ଟିକେ ସେଇଟା ଭିଡିଓରେ ନେଇଗଲି। ସିଏ ତ ଏକାଥରକେ 2-2ଟା ପଠେଇ ଦଉଛନ୍ତି। ତାପରେ କାଳୁଙ୍କ ପରେ ମାଙ୍କ ଟର୍ନ ପଳେଇ ଆସିଲା। ଆଉ ମା ବି ଏମିତି କରିକି ବହୁତ ସାରା ଡଙ୍ଗା ଭସେଇ ଦେଲେ। ତାପରେ ଆମେ ସବୁ ଆମ ନିତ୍ୟ କାମ ସରିକି ଆମେ ପଳେଇ ଆସିଲୁ ଘରକୁ। ଆଉ ଘରକୁ ଆସିଲା ପରେ ମୁଁ ଏଇଠି ପକଉଛି ଝୁଟି। ତାପରେ ମା କହିଲେ ଆଉ ଜଲ୍ଦି ଜଲ୍ଦି ରେଡି ହେଇଯା, ଆମେ ଯିବା ସାହିର ମଣ୍ଡପକୁ। ଯେହେତୁ ମଣ୍ଡପକୁ ମୁଁ ଫାର୍ଷ୍ଟ ଟାଇମ ଯାଉଥିଲି, ସେଇଥିପାଇଁ ମୁଁ ସୁନ୍ଦରରେ ରେଡି ହେଇକି ବାହାରି ପଡିଲି। ଆଉ ଏଇଟା ଥିଲା ମୋ ଫାଇନାଲ ଗେଟଅପ୍। ଆଉ ପହଞ୍ଚୁ ପହଞ୍ଚୁ ଦେଖିଲି ଯେ ଅଲରେଡି ପୂଜା ଗୁଡାକ ଷ୍ଟାର୍ଟ ହେଇଥିଲାଣି। ପୂଜା ସରିଲା ପରେ ସବୁ ମେଲ୍ ମେମ୍ବର୍ସ ମାନେ ବାହାରିକି ପଳେଇଲେ ସବୁ ପ୍ରସାଦ ପ୍ରିପାରେସନ କରିବା ପାଇଁ। ଆଉ ତାପରେ ମୁଁ ଏଇଠି ଟିକେ ଭିଡିଓରେ ସମସ୍ତଙ୍କୁ ନେଇଗଲି। ଆଉ କାଳୁ ମଧ୍ୟ ଏଇଠି ବଣ୍ଟା ବଣ୍ଟିରେ ହେଲ୍ପ କରୁଛନ୍ତି। ଆଉ ଦେଖୁନାହାନ୍ତି ସମସ୍ତେ ବଇକି ଖୁସିରେ ପ୍ରସାଦକୁ ଖାଉଛନ୍ତି। ଆଉ ଏଇଠି ଆମର ଚୁଡ଼ା ଘୋଷ ଭୋଗ ମଧ୍ୟ ଚାଲିଛି ବନେଇବାର। ମା ଆଉ ମୁଁ ସାଇଡରେ ବସି ପଡୁଛୁ। ସମସ୍ତେ ଖାଇସାରିଲା ପରେ ଆମେ ଖାଇବୁ ବୋଲି। ତାପରେ ମୋର ଟର୍ନ ମଧ୍ୟ ପଳେଇ ଆସିଲା। ଆଉ ଏଇଠି ଆସିଗଲା ମୋର ପ୍ରସାଦ ଲିଆକୁ ପାଳୁ। ଆଉ ମୋର ଏଇଟା ଫାର୍ଷ୍ଟ ଏକ୍ସପିରିଏନ୍ସ ଥିଲା, ଆଉ ବହୁତ ହି ଭଲ ଥିଲା। ଆଉ ଆଜିର ଦିନ ମଧ୍ୟ ମୋର ବହୁତ ଭଲରେ ଗଲା। ଆଉ ଆପଣମାନଙ୍କୁ ଯଦି ଭିଡିଓ ଭଲ ଲାଗୁଥିବ ଦେନ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ କରିଦେବେ।